लीलांचल निवासाय नित्याय परमात्मने बलभद्र सुभद्राभ्या जगन्नाथाय ते नमस्तो अनंताय सहस्रमूर्तये सहस्रभावे सहस्रनामी पुरुषाय सहस्रकोटि पुरी श्रीक्षेत्र पुरुषोत्तम धाम जगन्नाथंकर क्षेत्र यही क्षेत्रु बलिया आपण मानकु शुभेच्छा अर्पण करुच्ची। ये क्षेत्रु बलिया आपण मान शुभेच्छा अर्पण करुच्ची। ये कथाटा टिके भूल हो जाउची बोधे, किंतु सबुठारु भल कथा होउची आपण मानकर सुस्थ जीवन, शांतिमय जीवन, प्रगति मुखरित जीवन एवं सेवामय जीवनर सार्थक हो पारिवारिक सामाजिक आध्यात्मिक जगत रे आपण माने उन्नत हुंतु यही प्रार्थना प्रभु जगन्नाथंक पदाब्जरे ये सेवक बलिया करुछि। आमे गतकाली भुवनेश्वर रु कार्यक्रमटी करिथिलु। आज पुरी श्रीक्षेत्रु आपण मानकु वार्ता दउछु। ये होउछि आमर जो मासे 7 दिनिया जो गस्तटी थिला, ये होउछि आमर शेष गस्त बा गस्तर शेष दिन। आमे 30 तारिख पर्यंत श्रीक्षेत्र रे रहिबु, 31 तारिख दिन आश्रम रे पहुँचु। तेबे जा हो पुणी थरे शुभेच्छा दउची प्रत्येक नरनारायण जगन्नाथ प्रेमी को अगणित साधु सन्थ मुक्तिमंडप ब्राह्मण ठारू आरंभ करी समस्त ब्राह्मण वैष्णव शंकराचार्य इत्यादि इत्यादि को प्रणाम जणई, समस्त सेवक मान को प्रणाम जणई आपण मानकर शुभ कामना करुछि। आज नामाचार्य बाया बाबांकर गोटे एकादशी व्रत उपलक्षे गोटे कथा आपण मानकु कहिबी। बाबा कहिले, बाया बाबा कहिले एकादशी करिबा उचित। कई जने भक्त पचारे बाबा एकादशी कहीं करा जीवो, एकादशी को कहीं हरिवासर बोली कहा जाए। बाया उत्तर देले जे सेदिन हरि चिंता करिबा नित्यांत जरूरी। आमे तो सबु बेले सबु कथा चिंता करूचे, केतेबेले निज चिंता, केतेबेले पुओ चिंता, केतेबेले झियो चिंता, घर चिंता, गाड़ी चिंता, ये तो सबु बेले सबु चिंता करूचे। जेमती 12 मास भितर कार्तिक मासटी को धर्म मास बोली कहा जाए, सेमती 12 मासरे 24टी एकादशी पड़े। गोटे कृष्ण पक्ष एकादशी, अन्यटी होची शुक्ल पक्ष एकादशी। किए 24टी एकादशी करती, किए शुक्ल पक्षर 12टी एकादशी करती, आउ केतक अछंती 4टी बड़ एकादशी करती। तेबे काहींकी करती? हरि चिंता पई करती बाया कहले। किंतु ये सेवक गोटे मत आपण मान को दउची, बाबा कथा को यथेष्ट सम्मान गुरुत्व दे बलिया गोटे कथा कहवा को चाहूँगी। आमे सबुदिन गोटे प्रकार खाद्य खाऊचे, पखाल खाऊचे, गरम खाऊचे,
ପିଆଜ ରସୁଣ ଖାଉଛେ ବା ଆମର ଆମିଷ ଭୋଜନ କରୁଛେ କିଏ ନିରାମିଷ ଭୋଜନ କରୁଛେ ଆମର ଖାଦ୍ୟପେୟର କିଛି ଠିକ୍ ଠାକଣା ନାହିଁ। ଆମେ ଯେତେବେଳେ ଯାହା ପାଇଲୁ ତାହା ଖାଇଲୁ। ଏଇ ଯେଉଁ ଏକାଦଶୀ ଦିନରେ ଆମେ ଯଦି ଖାଦ୍ୟର ଟିକେ ପରିବର୍ତ୍ତନ କରିବା, ଫଳ ଖାଇବା, କ୍ଷୀର ପିଇବା, ପଇଡ଼ ପାଣି ପିଇବା, ପରିବା ଡାଲି ପରିବା ମିଶେଇ ଗୋଟେ ସିଦ୍ଧ କରି, ସବୁ ପରିବା ନୁହେଁ, ଅମୃତଭଣ୍ଡା, ଦେଶୀ ଆଳୁ ଏମିତି ସବୁ ପକେଇ ଗୋଟିଏ ସୁନ୍ଦର ଡାଲମାଟିଏ କରିକି ତାକୁ ଖାଇବା। ଶାଗୁ, ମିଶ୍ରି, କଦଳୀ ଚକଟି ସିଏ ଗୋଟେ ପଣା ବି ଆମେ ଖାଇପାରିବା। ଅନେକ ଜାଗାରେ କେବଳ ଗୋଲାଳୁ ମାନଙ୍କୁ ଗୋଲାଳୁ ତାକୁ ସିଦ୍ଧ କରି ଟିକେ ଗୋଲମରିଚ ଗୁଣ୍ଡ ଦେଇ ଲୁଣ ଟିକେ ଦେଇ ତାକୁ ବି ଆମେ ଖାଇପାରିବା। କେହି କେହି ପରଟା ମଧ୍ୟ ଖାଇପାରିବେ। ଯାହାର ଯେମିତି ଇଚ୍ଛା ହଉ ଖାଦ୍ୟଟି ପରିବର୍ତ୍ତନ କରିବା, ତା ଦ୍ୱାରା ଦେହ ସୁସ୍ଥ ରହିବ, ମନ ସୁସ୍ଥ ରହିବ। ଇଏ ଗୋଟିଏ କଥା। ଆଉ ଗୋଟିଏ କଥା ହେଉଛି ରାତିରେ ଆମେ ଖାଇବାନି। ନ ଖାଇଲେ କ'ଣ ହେଇଯାଉଛି? ଆମର ମହିମା ଅଲେଖ ଧର୍ମର ସାଧୁମାନେ 4ଟାରୁ 6ଟା ଭିତରେ ସେମାନେ ତାଙ୍କର ଖାଦ୍ୟ ଖାଇଦିଅନ୍ତି। ଅନ୍ନ ଖାଆନ୍ତିନି, ରୁଟି ସନ୍ତୁଳା ଏମିତି ଖାଇଦିଅନ୍ତି। ରାତି ତମାମ ଧୋନିକୁଣ୍ଡ ପାଖରେ ବସନ୍ତି। ରାତି 10ଟା 11ଟା ପର୍ଯ୍ୟନ୍ତ ଖଞ୍ଜଣି ବଜେଇ ଭୀମ ଭୋଇଙ୍କର ଭଜନ ଗାଆନ୍ତି। ସେମାନଙ୍କର କ'ଣ ପ୍ରାଣବାୟୁ ଉଡ଼ି ଯାଉଛି? ତେଣୁ ଆମେ ଯଦି ଦେଶ ପାଇଁ, ରାଜ୍ୟ ପାଇଁ, ସମାଜ ପାଇଁ ଗୋଟିଏ ଓଳି ଖାଦ୍ୟ ଆମେ ତ୍ୟାଗ କରିବା, ତାହେଲେ ଅସୁବିଧା କିଛି ନାହିଁ। କିନ୍ତୁ ଯେଉଁମାନଙ୍କର ଗ୍ୟାସ୍ ରୋଗ ରହିଛି କିମ୍ବା ଲିଭର ଦୋଷ ରହିଛି ସେମାନଙ୍କୁ ଉପାସ ରହିବାକୁ ବଳିଆ କହୁନାହିଁ। ରାତି ହେଲେ ବି କିଛି ଖାଆନ୍ତୁ। ଭୋକ ପେଟରେ ରହିଲେ ନିଶ୍ଚିତ ଭାବରେ ଗ୍ୟାସ୍ ରୋଗ ହେବ। ତେଣୁ ଭୋକ ପେଟରେ ରୁହନ୍ତୁ ନାହିଁ। ସେ କ୍ଷୀର ପିଅନ୍ତୁ କି ଭଲ ପାଣି ପିଅନ୍ତୁ କି ପଣା ଖାଆନ୍ତୁ, କିନ୍ତୁ ନିଶ୍ଚିତ ଭାବରେ ପେଟଟିକୁ ପୂର୍ଣ୍ଣ ରଖିବାକୁ ପଡ଼ିବ। ତାପରେ ଆଉ ଗୋଟିଏ କଥା ଗୀତାରେ କୁହାଯାଇଛି, ଅଳ୍ପ ଭୋଜନେ ମନ ସ୍ଥିର। ଆମେ ଅଳ୍ପ ଅଳ୍ପ ଖାଇବା, ବରଂ 3 ଥର ଖାଉଛେ 5 ଥର ଖାଇବା, କିନ୍ତୁ ପେଟକୁ ଖାଲି ରଖିବା ନାହିଁ। ସକାଳୁ ନିଶ୍ଚିତ ଭାବରେ କିଛି ଖାଇବା, ମଧ୍ୟାହ୍ନରେ ଖାଇବା। ତେଣୁ ମୁଁ ଆପଣମାନଙ୍କୁ ବହୁତ ଥର କହିଛି ଯେ ଉପାସନା କହିଲେ ସବୁଠାରୁ ଶ୍ରେଷ୍ଠ ଉପାସନା ଶ୍ରୀମଦ୍ ଭଗବତ ଗୀତାର ଭକ୍ତି ଯୋଗର 2ୟ ଶ୍ଳୋକରେ ସେ କହିଲେ, ଏ କଥାଟି, ଏ ଶ୍ଳୋକଟି କି ପ୍ରାୟ ବଳିଆ କହେ, ବର୍ଜ୍ୟା ବେଶ ମନୋଜେମା, ମନଟି ମୋ ପାଖରେ ରଖ। ମୋ ପାଖରେ କହିଲେ ବଳିଆ ନୁହଁ, ମନଟିକୁ ଗୁରୁଙ୍କ ପାଦରେ ରଖ ବା ଗୁରୁଙ୍କ ନିକଟରେ ରଖ। ଭଗବତ ଜଗନ୍ନାଥଙ୍କ ମୋ ଶ୍ରୀମୂର୍ତ୍ତିକୁ ଚିନ୍ତନ କର କି ଅନନ୍ତ ନାରାୟଣକୁ ଚିନ୍ତନ କର, ତାହେଲେ ସିଏ ହେବ ଜୀବନର ସବୁଠାରୁ ଶ୍ରେଷ୍ଠ ସମ୍ପଦ। ତତ୍ସହିତ ଯଦି ଏକାଦଶୀ ଦିନ ଆମେ ଟିକେ ହରି ଚିନ୍ତା ଅଧିକ କରିବା ବା ଭଗବତ ଚିନ୍ତନ ଟିକେ ଅଧିକ କରିବା, ତାହେଲେ ମନର ପବିତ୍ରତା ଆସିବ, ମନରେ ଆନନ୍ଦ ସୃଷ୍ଟି ହେବ, ଅନେକ ଅପରାଧ ଖଣ୍ଡନ ହେବ। ଏଇଭଳି ଭାବରେ ବାୟା ଯେତେବେଳେ ଏକାଦଶୀ ସମ୍ପର୍କରେ କହିଲେ, ଏଇ ଦିନ ହରି ଚିନ୍ତା କର, ଜଣେ ଭକ୍ତ ବାହାରି ପଡ଼ିଲେ, ସେ ସବୁ କହିଲେ ହରି ଚିନ୍ତା କଲେ କ'ଣ ଖାଇବାକୁ ମିଳିବ? ବାୟାକୁ କହିଲେ
बाया बाबा तार उत्तर सुंदर भाव उत्तर देले हिमालय साधु माने अनेक वर्ष बंचुचंती जेतेबेले जहा मिलुची से खाउचंती किए फल टिके खाउची ताले सेमाने पुणी बंचिचंती केमती तेणु हरि समस्त को खाइबा को देबे कहारी की उपास रखिया को से देबे नहीं जड़े जदि कह मो रोसई करी नहीं काम करी नहीं मजूरी लगी नहीं चाकरी करी नहीं व्यवसाय करी नहीं आ कौन कर मोर मागिकी खाइबी आ सी मागी खिया को कौन आम कहवा साईराम को आश्रम रे बांगालोर आश्रम रे व्हाइट पिल रे बलिया देखी गोटे लेखा देखी डोंट एनकरेज टू बेगर्स भिकारी हवा पई कहा को एनकरेज करना एबे तो आम सरकार चिंता करुचंती बेले बेले आम तो शुणुचु भिकारी वृत्ति को उच्छेद कर ये देश गोटे भिकारी देश बोली कई न कहू ये देश को कई भिकारी राज्य बोली न कहू सरकार सब उत्तम प्रस्ताव भिक्षावृत्ति की छाड़ी तुम्हें हाथ गोड़ पाइच कर्म कर जी जीवन रे काम करी पारिची ताठारु बड़ी बड़ भगवत चिंतन किछि नाही काम करिवो बोली चोरी करिवो डकाइती करिवो टाउटरी करिवो लांच नब एगुड़ा तो मद खाइब एगुड़ा काम नुह पर घर भांगिब अन्यर अनिष्ट चिंता करिब ना निज दुखरे निजे रुह अन्यर उपकार न करि पार काहारी अपकार करना एटा मने रख अन्यर उपकार करि न पार किंतु अपकार करिबनी दरिद्र हेई पार किंतु तस्कर हब नहीं अभद्र हब नहीं तेणु सज्जन जीवन में शाग भात को जे भली आमे खाऊचे क्षीर भात को से भली हमको खाइबा को हब तेणु बाया सबु बेले गोटे शब्द को बेसी गुरुत्व दियंती हरि बोल हरि बोल हरि बोल हरि बलिया बाया पाखरे केन्द्रापड़ा टिकिरी मठरे बसी थाए बाया गोटे चेयर दे था बलिया बसी थाए तांकरी आसन को नागिकी बही थाए से अनेक कथा कहू था कथा शेष कहती हरिबोल हरिबोल यही शब्दटी को बलिया दीक्षा भाव में ग्रहण कर हरिबोल हरिबोल तेणु सज्जन सबुदिने जी हरि चिंता करुची एकादशी अधिक हरि चिंता करने दरकार नहीं किंतु सेदिन हरि चिंता करने नित्यांत जरूरी ये कथा को मन रखा उचित जड़े साधु थिले बायांकर गोटे गप जड़े साधु गोटे गरीब लोक को गोटे जमीदार लोक को धनी लोकटी को से कौन सी कारण आदेश देले जे तुम्हें गोटे भोजी भात करी जहाँ को आमर आज पिला माने कहउछनी आमर अमुक जगह पार्टी अच्छी मु प्रथम से पार्टी कौन बुझिबले पार्टी तो कहनी मुख को तो पार्टी कहती पुणी पार्टी कौन अच्छी तापर मु बुझिली जदियो मु किसी इंग्राजी जानी तथापि से कथाटा को हठात बुझी पार्ली पार्टी माने से महोत्सव को कहते खाइबा पीवा खाइबा नाचिबा या को कहते पार्टी
ତେବେ ଯାହା ହଉ ଆଜିକାଲି ତ ଆପଣମାନେ ଜାଣିଛନ୍ତି କ'ଣ କହିବା ଖଜୁରୀ ଗଛ କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ। ଆଜିକାଲି ବିବାହ ହେବାକୁ ଲୋକ ଯାଉଛନ୍ତି, ସେଦିନ ତ ଯାହା ନାଚୁଛନ୍ତି ପିଉଛନ୍ତି ସେ ଅଲଗା କଥା, ପୁଣି ଗୋଟେ ରିଙ୍ଗ ସେରିମନି କ'ଣ ଗୋଟେ କରୁଛନ୍ତି ମୁଦି ଦବା ନେବାରେ, ସେଦିନ ବି ଖାଉଛନ୍ତି ପିଉଛନ୍ତି ନାଚୁଛନ୍ତି। ଲୋକଙ୍କ ପାଖରେ ପଇସା ଅଛି ଏହା କରୁଛନ୍ତି, ସେ ବୁଝିପାରୁନାହାନ୍ତି ଯେ ଯେତିକି ପଇସା ଏଗୁଡ଼ାକରେ ଆମେ ଖର୍ଚ୍ଚ କରୁଛୁ, ହୋଟେଲ ବୁକ୍ କରୁଛୁ, ସେ ନାଚୁଛୁ ଖାଉଛୁ। ଖାଇବା ମାନେ ଭାତ ଡାଲମା ନୁହଁ କି ଭାତ ଡାଲି ସନ୍ତୁଳା ନୁହଁ, ଖାଇବା ମାନେ ଚିକେନ ମଟନ, ମାଛକୁ ବି ଆଜିକାଲି ବେଶୀ ପସନ୍ଦ କରୁନାହାନ୍ତି। ତେବେ ଯାହା ହଉ ସେତିକି ପଇସାରେ ଗୋଟିଏ ଗରିବ ଲୋକର ଝିଅକୁ ବାହାଘର କରିହବ। ଇଏ କଥାଟାକୁ ଲୋକ ବୁଝିବା ପାଇଁ ପ୍ରସ୍ତୁତ ନୁହଁ। ଯେମିତି ଆମ ସାଧୁ ସନ୍ଥ ଜଗତରେ ଯିଏ ସାଧୁ ହେଲେ ସିଏ ଗୋଟେ କୋଟିଏ ଟଙ୍କାର ହଉ କି 50 ଲକ୍ଷ ଟଙ୍କାର ହଉ ଗୋଟେ ଦେଉଳ କରିବେ, ମୂର୍ତ୍ତି ପ୍ରତିଷ୍ଠା କରିବେ। ଯଦି ତାଙ୍କୁ ହାତ ଯୋଡ଼ି କହିବ ମହାରାଜ, ସାଧୁ ମହାରାଜ, ଦେଉଳ କ'ଣ ଏ ଅଞ୍ଚଳରେ ନାହିଁ? ଠାକୁର କ'ଣ ଏ ଅଞ୍ଚଳରେ ପୂଜା ପାଉନାହାନ୍ତି? ଆପଣ ପୁଣି ଗୋଟେ ଦେଉଳ କାହିଁ କରୁଛନ୍ତି? କାହିଁ ସେଇ ଅର୍ଥରେ ଗୋଟେ ଧର୍ମଶାଳା କରୁନାହାନ୍ତି, ଅତିଥିଶାଳା କରୁନାହାନ୍ତି? ଆଜି ଏଇ ପୁଣ୍ୟଭୂମି ଭାରତ ବର୍ଷରେ ଆପଣ ଦେଖିବେ କୋଟି କୋଟି ନୁହଁ, ଖବ୍ଦ ଖବ୍ଦ ଟଙ୍କା ଖର୍ଚ୍ଚ କରି ମନ୍ଦିର ହେଇଛି। ମୁଁ ତାକୁ ଭାବେ ଇଏ ମନ୍ଦିରରେ ଯେତିକି ଖର୍ଚ୍ଚ ହେଇଛି ଗୋଟେ ନଈରେ ପୋଲ ବି ହେଇଯିବ, ଗୋଟେ ଡାକ୍ତରଖାନା ବି ହେଇଯିବ। କିନ୍ତୁ ଆମର ପାଗଳାମି, ଆମେ ମନ୍ଦିର କରିବୁ, ନିଜେ ସେ ମନ୍ଦିରରେ ପୂଜା ପାଇବୁ, ଆମ ମୂର୍ତ୍ତି ପୂଜା ପାଇବ ଏବଂ ମାନେ ମନ୍ଦିରରେ ଲୋକ ଗହଳି ଚଳି ହେବେ। ଆଉ ତେଣୁ ସଜ୍ଜନ, ଏସବୁ ପାଗଳାମି ଆଜିକାଲି ବଢ଼ି ଚାଲିଛି। ସାଧୁ କହିଲେ ଜମିଦାରଙ୍କୁ ଗୋଟିଏ ମହୋତ୍ସବ କରି ଗ୍ରାମର ଅଧିବାସୀମାନଙ୍କୁ ଖାଇବାକୁ ଦେବ। କିନ୍ତୁ ମନେ ରଖ, ସେଦିନ ଯେମିତି ଗୋଟିଏ ଲୋକ ଉପାସ ଯେମିତି ନ ରୁହେ ଗାଁରେ, ତାହେଲେ ତମର କାର୍ଯ୍ୟ ଅସଫଳ ହେବ। ସାଧୁଙ୍କର କଥା ମାନି ଜମିଦାର ଭୋଜି କଲେ, ସେଇ ଗାଁର ଗୋଟିଏ ଲୋକ ସିଏ ସବୁଦିନେ ତାଙ୍କ ଗୁରୁଙ୍କ ଆଶ୍ରମକୁ ଯାଏ ଭାଗବତ ପାଠ ଶୁଣିବା ପାଇଁ। ଭାଗବତ ପାଠରେ ଏକାଦଶୀ ବ୍ରତ କଥା ଅଛି, ରାଜା ଅମ୍ବରୀଶଙ୍କ କଥା ଅଛି, ଦୁର୍ବାସାଙ୍କର ଅଭିଶାପ କେମିତି ଅମ୍ବରୀଶଙ୍କୁ ହେଇଥିଲା ସେ କଥା ମଧ୍ୟ ଲେଖା ଅଛି। ବୋଧେ ସେଇ କଥାକୁ ସେ ଶୁଣି ସେଦିନ ହରିଚିନ୍ତା କରିବା ଏକାନ୍ତ ଆବଶ୍ୟକ ଜାଣି ସିଏ ଫେରି ଆସିଲା ଏବଂ କହିଲା, ଆଚ୍ଛା ମୁଁ ଆଜି ଖାଇବି ନାହିଁ, ଆଜି ମୁଁ ଉପାସ ରହିବି, ହରି କେମିତି ମୋତେ ଖାଇବାକୁ ଦେବେ ଦେଖିବା। ଆଉ ଯଦି କହୁଛନ୍ତି ଭାଗବତରେ ଲେଖା ହେଇଛି ହରି ମାନେ ହରି ସବୁଆଡ଼େ ଅଛନ୍ତି, ହରି ଆମକୁ ଖାଇବାକୁ ଦିଅନ୍ତି, ପିନ୍ଧିବାକୁ ଦିଅନ୍ତି, ଶୋଇବାକୁ ଦିଅନ୍ତି, ବୁଲିବାକୁ ଦିଅନ୍ତି, ଆଜି ମୁଁ ଉପାସ ରହିବି, କେମିତି ହରି ମୋତେ ଖାଇବାକୁ ଦେବେ ଦେଖିବା। ଆଉ ସେଦିନ ବି ପବିତ୍ର ଏକାଦଶୀ ପଡ଼ିଛି, ଦ୍ୱାଦଶୀ ପଡ଼ିଛି। ଦ୍ୱାଦଶୀ ଦିନ ସେ ମହୋତ୍ସବଟି ହେଉଛି। ଜମିଦାର ତାଙ୍କ ଗୁମାସ୍ତାମାନଙ୍କୁ କହିଲେ, ଆମ ଗାଁର ପ୍ରତ୍ୟେକ ଲୋକ ଆଜି ଖାଇବେ, କିଏ ଆସିଲା ନ ଆଇଲା ତାକୁ ବୁଝ, ସ୍ତ୍ରୀ ଲୋକମାନେ ବି ଆସିବେ, ପୁଅ ଝିଅମାନେ ଆସିବେ, ସମସ୍ତେ ଖାଇବେ। ଆଉ ଯେତେବେଳେ ଗୁମାସ୍ତା ସବୁ ଲେଖି ରଖୁଥାନ୍ତି, ଅମୁକ ଘରୁ ଏଠିକି ଆଇଲେ, ସମୁକ ଘରୁ ଏଠିକି ଆଇଲେ, ଏସବୁ ଲେଖା ଲେଖି ସବୁ ଚାଲିଛି। ଦେଖାଗଲା ସେଇ ଗାଁର ଗୋଟିଏ ବଣିଆ ସିଏ ଆଉ ଆସିନି। ତାପରେ ଜମିଦାର ସାଙ୍ଗେ ସାଙ୍ଗେ ଲୋକ ପଠେଇଲେ, କହିଲେ ଯା ସେ କାହିଁକି ଆସିଲାନି, ତାକୁ ଡାକି ଆଣିବ। ତା ଘରର ସବୁ ଲୋକ ଯାକ ଆସିଲେ, ସେ କାହିଁ ଆସିଲାନି। ବଣିଆ ସେଦିନ ଘରେ କବାଟ ବନ୍ଦ କରି
ପଛୁଆ କବାଟ ଦେଇ ଶୋଇଛି ଆଉ ମୁଁ ହରିଙ୍କି ଡାକିବି ହରି କେମିତି ମୋତେ ଖାଇବାକୁ ଦେବେ ଦେଖିବା ଆଉ ଜମିଦାର ଲୋକ ପଠେଇଲେ କବାଟ ବାଢ଼େଇଲେ ସିଏ ଆଉ ଉଠିଲାନି ଜମିଦାରଙ୍କୁ କହିଲେ ଜମିଦାର କହିଲେ କବାଟ ଟାଣ ସେ କବାଟକୁ ବି ମାନେ ଭାଙ୍ଗିଲେ ଇଏ ବଢ଼ିଆ ଭାଇଟି ଶୋଇଛି ଆଖି ବୁଜି ମିଛରେ ଶୋଇଛି କେହି ଶୋଇବ ଯିଏ ଉଠେ ତାକୁ ଉଠେଇବ କିଏ ବଣିଆ ଭାଇ ବଣିଆ ଭାଇ ବଣିଆ ଭାଇ ଯେତେ ଡାକିଲେ ସେ ଉଠିଲାନି ଆସି ଜମିଦାରଙ୍କୁ କହିଲେ ଆଜ୍ଞା ସେ ଜମା ଉଠୁନି ଆମେ କ'ଣ କରିବୁ ଆଉ ଜମିଦାରଙ୍କ ସ୍ତ୍ରୀ କହିଲେ ସେ ଉଠୁନି ଆଚ୍ଛା ଆମର କ'ଣ ସବୁ ଆଇଟମ୍ ହେଇଛି ଭାତ ହେଇଛି ଡାଲି ହେଇଛି ତରକାରୀ ହେଇଛି ନା ଆଚ୍ଛା ହଉ ଏ ଭାତ ଡାଲି ତରକାରୀ ମୋତେ ପ୍ୟାକ୍ କରିଦିଅ ମାନେ ଗୋଟେ ମୁଁ ବି ଇଂରାଜୀ କେଉଁ କହିଲିଣି ହଁ ଅନେକ ଇଂରାଜୀ ଶବ୍ଦର ଓଡ଼ିଆଟା କ'ଣ ହେବ ସେ ବି ବେଳେବେଳେ ପାଟିରେ ପଶୁନି ମୋତେ ଭାତ ଡାଲି ତରକାରୀ ଗୋଟେ ଦେଇଦିଅ ମୁଁ ନେଇକିରି ତାକୁ ଯିବି ଆଉ ଜମିଦାରଙ୍କ ସ୍ତ୍ରୀ ଗଲେ ଡାକିଲେ କହିଲେ ରେ ବାବୁ ଉଠୁ କାହିଁକି ଉଠୁନୁ ବା ସାଧୁଙ୍କ ନିର୍ଦ୍ଦେଶ କେହି ଉପାସ ରହିବେନି ତଥାପି ସେ ଉଠୁନଥାଏ ଜମିଦାରଙ୍କ ସ୍ତ୍ରୀ ଆଉ ବଣିଆ ବାବୁଙ୍କ ସ୍ତ୍ରୀ ଦୁଇ ଜଣ ଯାକ ତା ପାଟିକି ମେଲା କଲେ ଦାନ୍ତକୁ ମାନେ ଯେମିତି ଦାନ୍ତ ଦାବ ପଇଲେ ଚାମୁଚରେ ଫିଟାନ୍ତି ସେମିତି ଦାନ୍ତକୁ ଫିଟେଇଲେ ଫିଟେଇକି ଇଏ ଜମିଦାରଙ୍କ ସ୍ତ୍ରୀ କ'ଣ କଲେ ଖେଚୁଡ଼ି ଟିକେ ହେଇଥିଲା ଖେଚୁଡ଼ି ଥିଲେ ଡାଲି ଟିକେ ଗୋଳେଇ ପରିବା ତରକାରୀ ଟିକେ ଗୋଳେଇକିରି ତା ପାଟିରେ ଜବରଦସ୍ତି ଦେଇକି ଦେଇଦେଲେ ଯେତେବେଳେ ଜବରଦସ୍ତି ଦେଇଦେଲେ ସେଟା ଢୋକିବାକୁ ବାଧ୍ୟ ଢୋକିଦେଲା ଅମୃତ ଭଳି ଲାଗିଲା ସାଙ୍ଗେ ସାଙ୍ଗେ ଆଖି ଖୋଲିଲା ବିଛଣାରେ ବସିଲା ଜମିଦାରଙ୍କ ସ୍ତ୍ରୀଙ୍କୁ ନମସ୍କାରଟିଏ ଜଣେଇଲା ତଳେ ଠିଆ ହେଇ ତ ନାଚିଲା ପଡ଼ିକିରି ଆଉ ହରି 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 ବୋ ହରି 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 ସେଥିପାଇଁ ଭାଗବତରେ କହିଲେ ଆନନ୍ଦେ ବୋଲ ହରି 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 କରିବେ ସବୁ ପାରି ହରିଙ୍କ ନାମେ କାନ୍ଧ ଭେଳା ପାରି କରିବେ ଚକା ଡୋଳା ସେ ଚକା ଡୋଳା କପଟରେ ମନ ମୋର ମନ ମୋ ନିରନ୍ତରେ ଥାଉ ହା କୃଷ୍ଣ ବୋଲି ହା କୃଷ୍ଣ ବୋଲି ଯାଉଥିବ ଗୋଟେ ଉଦ୍ଧାର ତେଣୁ ଆପଣମାନେ କହିବେ ହରିନାମ ତାହେଲେ ଏଣିକି କରିବା ଆଖି ବୁଝିକିରି ଶୋଇବା ଆଉ ଉଠିବାନି ଆଉ କେମିତି ଆମ ଘରେ ହରି ରୋଷେଇ କରିବେ ଦେଖିବା ଶୁଣନ୍ତୁ କଥାକୁ ବୁଝେଇବା ପାଇଁ ଶିକ୍ଷକ ଯଦି ପିଲାଙ୍କୁ ଅଙ୍କ ବୁଝେଇବା ପାଇଁ ଶିକ୍ଷକ ଅନେକ ପ୍ରକାରର ଚେଷ୍ଟା କରେ ଉଦାହରଣ ଦିଏ ସେଇଭଳି ଗୁରୁମାନେ ସଦ୍ଗୁରୁମାନେ ସାଧୁ ସନ୍ଥମାନେ ଆମକୁ ଅନେକ କଥା ବୁଝେଇଛନ୍ତି ଉଦାହରଣ ଦେଇଛନ୍ତି କିନ୍ତୁ ସବୁ କଥାର ଆଉ ଗୋଟେ ତତ୍ତ୍ୱ ଅଛି ହରି ଶବ୍ଦର ଅର୍ଥ ହେଉଛି ଯିଏ ପାପକୁ ହରଣ କରେ ପାପକୁ କେମିତି ହରଣ କରିବେ ଠାକୁର ଭଲ କାମ କଲେ ପାପ ହରଣ ହେଲା ଆଉ ଯିଏ ତାପକୁ ହରଣ କରେ ତାପ କହିଲେ ଦୁଶ୍ଚିନ୍ତା ଦୁଶ୍ଚିନ୍ତା କେମିତି ହରଣ ହବ କର୍ମ କଲେ ଏଇ ଦୁଶ୍ଚିନ୍ତା ହରଣ ହବ ହରି କହିଲେ କାଳ ଯେ ପ୍ରତି
आयुष को आम प्रत्येक दिन से हरण कर नौकरी काल कहले समय समय गड़ी गड़ी चली यही सब पवित्र कथा तेणु आमे कर्म करिबा मुखे पढ़ नाम हाथे कर काम यदि एतिकी जिनिस आम जीवन में हो पारिला हरि चिंता भी हैला काम भी हैला कर्म भीरु हरि को 108 थर डाकिले भी लाभ किछि नाही तेणु कर्मवादी हुओ भाग्यवादी भाग्य को विश्वास कर किंतु भाग्यवादी हुओ ना कर्म करी दुर्भाग्य विरुद्ध रे संग्राम कर ये होची कथा वैकुंठ कहिले पड़ी गले पाले तार के पारे बरती की दंड के भूलाए जाति कुल गोत्र रीति की दंड के भूलाए जाति कुल गोत्र ये से कृष्णंकर वंशीर निनाद शुणिची जिए जगन्नाथंकर सही अपूर्व सुंदर कांति की जिए थरे दर्शन करिची जी निंदा कर से करतु आपर कौन अच्छे किंतु प्रकृत जदि भावुक जड़े जगन्नाथंकर से चित्र को दर्शन करिवो देखिवो गोटे मन में भाविवो कहीं तांकर आखि गोल होईची कहीं तांको मुख एमती हाफ चंद्र भलिया होईची ताहले सी बुझी पारिवो प्रकृत तत्वटा कौन से कथा वैकुंठ कहउचंती जहांकर मायारे बा पालरे बा जहांकर नामरे बा कीर्तन रे मनीष थरे जदि बजी जाए ताहले से सबू किछि दुनिया रे भूली जाए ये होची वैकुंठंकर कथा मधु कहले कपट न करी हरि कुप्रकृति दला रास बिहारी कंस ऐरी कुमानस दियटारी हे कृष्ण मो मन भितर जो कुत्सित चिंता सब रही बाज्य चिंता बजारीगिरी चिंता एगुड़ाक सब अभद्र चिंता दूरे दियंतु प्रभु कारण कंस कहले निष्ठुर निष्ठुर तार जी होती ऐरी बा शत्रु हे कृष्ण मो भीतर हे जो कंस भावना निष्ठुर भावना कुत्सित भावना को आपण कृपा करी दूरे दियंतु अभिन्न सुंदर अभिराम कहले ये जो कथा से कहले से कथा गीतारू आनीचंती चातुर्वर्ण्यं मया सृष्ट्वा गुण कर्म विभाग यही श्लोकर भावार्थ से लिखिचंती संगीत माध्यम ब्राह्मण क्षेत्री वैश्य शूद्र चारि वर्णटी जई गुण कर्म को सत्य जान अन्य मिथ्या बोलाई चातुर्वर्ण्यं मया सृष्ट्वा गुण कर्म विभाग से कथा लिखिचंती गुण कर्म को सत्य जान अन्य मिथ्या बोलाई ठाकुर अभिराम कर ये जो कथा थी बहुत बढ़िया कथा एटा गीतार कथा से कहीं कहले ये चारोटी जाति गुण कर्म को नहीं सृष्टि होईची ये सबुदिने रहिबो सबु धर्म भीतर भी रहिबो जी भगवत उपासना कले से ब्राह्मण ख्रिस्टियान मानकर फादर मुसलमान मानकर मौलवी हिंदू मानकर संध सब ब्राह्मण ये ब्राह्मण आउ कौन जी ब्रह्म उपासना कले ब्राह्मण आम सैन्य विभाग क्षेत्रीय जगिचंती देश को अच्छा वैश्य जेते शिल्पपति हूँ व्यवसायी हूँ
ସେ ଦହିବରା ବିକ୍ରି କରନ୍ତୁ କି ଆଳୁଦମ ବିକ୍ରି କରନ୍ତୁ, ସବୁ ହେଲେ ବୈଶ୍ୟ। ଶୂଦ୍ର ସେବକ ଯେଉଁମାନେ ରାଷ୍ଟ୍ରର ସେବା କରୁଛନ୍ତି, ଯେଉଁମାନେ ପିତୃମାତୃ ସେବା କରୁଛନ୍ତି, ଅଜା ଆଈ ଜେଜେ ମାଆଙ୍କୁ ସେବା କରୁଛନ୍ତି, ରୋଗୀଙ୍କୁ ସେବା କରୁଛନ୍ତି, ଡାକ୍ତରମାନେ, ପ୍ରଶାସକ ସେବା କରୁଛନ୍ତି ଗୋଟାଏ ଜିଲ୍ଲାକୁ, ସରକାର ସେବା କରୁଛନ୍ତି ଦେଶକୁ ବା ରାଜ୍ୟକୁ, ଏଇମାନେ ତ ଶୂଦ୍ର। ଆଉ ଏଇ ଯେଉଁ ଅସ୍ପୃଶ୍ୟ ଫସ୍ପୃଶ୍ୟ ସେ କଥାକୁ ବଳିଆ ଗ୍ରହଣ କରେ ନା। ସମସ୍ତେ ମଣିଷ, ସମସ୍ତେ ଯଦି ଆମେ ପରିଷ୍କାର ପରିଚ୍ଛନ୍ନ ରହିବା, ସେ ଆମେ ଘୃଣା କାହିଁ କରିବା। ତେଣୁ ସଜ୍ଜନ, ଇଏ ତିନୋଟି ମହାପୁରୁଷଙ୍କୁ ପ୍ରଣାମ ଜଣାଉଛି। କେଡ଼େ ସୁନ୍ଦର ସୁନ୍ଦର କଥା ଗୁଡ଼ିଏ ଆଜି ସକାଳୁ ସକାଳୁ କହିଲେ। କାର୍ତ୍ତିକ ମାସରେ ଜାଗ ହେ